पवित्र श्रावण मासरे शैवपीठ मानकरे बोलबम भक्त माने जलाभिषेक करिसेंती। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚପଲ୍ଲୀ ସ୍ଥିତ ଗ୍ରାମେଶ୍ୱର ମହାଦେବଙ୍କଠାରେ ଶ୍ରାବଣ ମାସର ତୃତୀୟ ସୋମବାର ଦିନ ଜଳାଭିଷେକ କରିବା ପାଇଁ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଶୈବପୀଠରେ ଜଳାଭିଷେକ କରିବା ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭକ୍ତମାନେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଜଗତସିଂହପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡ଼ା ଓ କାକଟପୁର ଆଦି ଅଞ୍ଚଳରୁ କାଉଡ଼ିଆମାନେ ଗ୍ରାମେଶ୍ୱରଙ୍କ ନିକଟରେ ଜଳାଭିଷେକ କରିବାକୁ ଆସିଥିଲେ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ଭାବେ ଧାଡ଼ିରେ ଆସି ଜଳାଭିଷେକ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏରସମା ଥାନା ପକ୍ଷରୁ ଥାନା ଅଧିକାରୀ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗ୍ରାମେଶ୍ୱର ବୋଲବମ୍ ସେବା ସଂଘ ଏବଂ ଗ୍ରାମେଶ୍ୱର ସେବା ସଂଘ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ଓ ସେବା କାର୍ଯ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସକାଳ 4ଟା ସମୟରେ ସମସ୍ତ ନୀତିକାନ୍ତି ସରିବା ପରେ କାଉଡ଼ିଆମାନେ ଜଳଲାଗି କରିଥିଲେ। ବାଲିକୁଦା ଏରସମାରୁ ନରେଶ ସ୍ୱାଇଁଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।